जय जगन्नाथ समस्त मो चैनल को स्वागत। तो आज थिला रविवार आमे टिके बाहर थिलु शॉपिंग पे। आमे माने मु आ मो भौणी तो गला बेले देखछन तो एटा होची हम गेट पाखरे थिला गोटे कागज फुल गछ जोटा कि एई वर्ष फुटीची आ ओटे टिके छोट छोट अछि। तार कलर टा भी टिके रेड अछि। तो फाइनली हम दी जण पाखा पाखी 10:30 रे बाहर गेथिलु घरु। खरा देखछन तो कोन हेलानी आज होची मार्च हेइनी भी तो तापर भी अवस्था एमती मार्च पूरा मझा मझी ହେଇଗଲା ବେଳକୁ ଅବସ୍ଥା କଣ ହବ ମୁଁ ସେଇଟା ଏବେଠୁ ଭାବିକି ଡର ଲାଗୁଛି। ତ ଆଜି ଗଲା ବେଳେ କଣ ହେଇଛି ରାସ୍ତାରେ ବହୁତ ଜାଗାରେ ଏବେ ଯେହେତୁ ପତ୍ର ଝଡା ଦଉଛି ଶୀତ ପଳେଇଲାଣି ବସନ୍ତ ଋତୁ ଆସିଗଲାଣି ଧୀରେ ଧୀରେ ତ ପତ୍ର ଝଡା ଦଉଛି ଗଛ କିନ୍ତୁ ଆମେ ରାସ୍ତାରେ ଗଲା ବେଳକୁ ଆଉ ଗୋଟେ ବି ଜିନିଷ ଦେଖିଲୁ। ଏଇଟା ଯେହେତୁ ମାର୍ଚ୍ଚ ମାସ ମାନେ ଚୈତ୍ର ମାସ ଆସିଗଲାଣି ତ ଚୈତ୍ର ମାସରେ ନିମ କଢି କୁହନ୍ତି ବା ନିମ ଯୋଉ ପତ୍ର କଅଁଳିଆ ପତ୍ର ଗୁଡାକ ଆପଣ ମାନେ ଖାଆନ୍ତି ନାହିଁ ମୁଁ ଜାଣିନି ଆମ ଘରେ ତ ଖିଆ ହୁଏ। ତ ରାସ୍ତାରେ ବହୁତ ନିମ ଗଛ ଆମେ ଦେଖିଲୁ ଯୋଉଠି କେହି ନା କେହି ନିମ କୋଉଠି ନା କୋଉଠି ତୋଳୁଛନ୍ତି। ତ ମୁଁ ବି ଆଜି ଭାବିଥିଲି ନିମ ଆଣିବା ପାଇଁ ପତ୍ର ହେଲେ ଯେହେତୁ ଆମେ ପଳେଇ ଆସିଲୁ ବାହାରିକି ଆଉ ତୋଳା ହେଇ ପାରିଲାନି। ସେଠୁ ଆସିକି ଟାଉନ ରେ ପହଞ୍ଚିଲା ପରେ ଗୋଟେ ଜୋତା ନେଇଥିଲୁ ସଜାଡିବା ପାଇଁ ତ ତାକୁ ଦେଇଦେଲୁ। ଏବେ ବାହାରିଲୁ ଆମର ସପିଂ କରିବା ପାଇଁ। କଣ ସପିଂ କରିବି ଏମିତି ତ ଠିକ କରିନଥିଲୁ ବଜାର 99 ରେ ପଶିଲୁ ଦେଖିବା ଏଠି କଣ ମିଳୁଛି କଣ ନାହିଁ। ତ ସେଠୁ ଗଲା ବେଳକୁ ଦେଖନ୍ତୁ ଫାଷ୍ଟ ମୋ ନଜର ପଡିଥିଲା ଛୋଟ ଛୋଟ ଟେବୁଲ ଉପରେ ଆଉ ତାପରେ ଏଇଠି ମୋର କାମ ଯେତିକି ଗାର୍ଡେନିଂ ର ବଡ ବଡ ପଟ୍ ଥିଲା କିନ୍ତୁ ଦେଖିବା ଚାଲନ୍ତୁ ଉପରେ ଆଉ କଣ କଣ ଅଛି ଆଉ ଯଦି ପ୍ରାଇସ୍ ଠିକ ଲାଗିଲା ଦେନ୍ ନବା କାହିଁକି ନା ଏମିତି ଥିଲା କି 5ଟା କୁ 99 ଥିଲା କୋଉଠି କଣ ଥିଲା ତ ସେଠୁ କିଛିଟା ଜିନିଷ ଆଣିଲା ପରେ ଆମେ ଟିକେ ପଳେଇ ଆସିଥିଲୁ ଡ୍ରେସ୍ ଦୋକାନକୁ ଡ୍ରେସ୍ ଟିକେ ଦେଖିଲୁ ଦେନ୍ ଆମେ ଟିକେ ବାହାରି ଆସିଲୁ ଅଲଗା କାମରେ। କାମ ସରିଲା ବେଳକୁ ପାଖାପାଖି 2ଟା ହେଇଯାଇଥିଲା ହେଲେ ଫେରିଲା ବେଳକୁ ଭୋକ ପ୍ରବଳ ଲାଗିଥିଲା। ତ ଆସୁ ଆସୁ ରାସ୍ତାରେ ଗୋଟେ ଜାଗାରେ ଆମେ ଟିକେ ଦହିବରା ଖାଇଦେଲୁ ଆଉ ତାପରେ ଫାଇନାଲି ଫେରି ଆସିଲୁ ଘରକୁ। ଘରେ ଖାଇ ପିଇ ଟିକେ ରେଷ୍ଟ ନେଲା ପରେ ବାହାରି ଯାଇଥିଲି ବାଡିକି। ବାଡିରେ ଦେଖୁଛନ୍ତି ତ ବନ୍ଧାକୋବିଟା କେତେ ସୁନ୍ଦର ହେଇଛି। ତ ଆଜି ରାତିରେ ପ୍ଲାନ୍ ହଉଛି ମୋମୋ କରିବା ପାଇଁ ତା ବି ଅଟାର ସେଥିପାଇଁ ଏଇଟାକୁ ମୁଁ ତୋଳି ଆଣିଥିଲି। ଆଜି ପାଇଁ ଏତିକି ଭିଡିଓ ଭଲ ଲାଗୁଥିଲେ ଲାଇକ୍ ସେୟାର ସବସ୍କ୍ରାଇବ ନିଶ୍ଚିତ କରିବେ।